ଚାଲନ୍ତୁ ସାଙ୍ଗମାନେ ଆଜି ଆମେ ପ୍ରସ୍ତୁତି କରିବା ବହୁତ ସିମ୍ପଲ ତରିକାରେ ଆଉ ସବୁ ସହିତ ଭଲ ଲାଗିବ ବନ୍ଧାକୋବି ଭଜା। ତ ପ୍ରଥମେ ଆମେ କରେଇ ବସାଇଦେବା। କରେଇ ଗରମ ହେଲା ପରେ ତେଲ ଦେଇଦେବା, ଦୁଇଟି କଞ୍ଚା ଲଙ୍କା, ଜିରା ସୋରିଷ ଦେଇଦେବା। ଜିରା ସୋରିଷ ଫୁଟିଲା ପରେ ସେଥିରେ ଦେଇଦେବା ପିଆଜ। ପିଆଜକୁ ଭଲ ଭାବରେ ଭାଜିବା ଯେମିତିକି ଗୋଲ୍ଡେନ୍ ବ୍ରାଉନ୍ ହେଇଯିବ। ତ ଭାଜି ସାରିଲା ପରେ ଏଥିରେ ଆଳୁ ଏଡ୍ କରିଦେବା ଆଉ ବନ୍ଧାକୋବିକୁ ଦେଇଦେବା। ବନ୍ଧାକୋବି ଦେଲା ପରେ ଆମେ ଏହାକୁ ବିଲକୁଲ ବି ଓଲଟେଇବାନି, ଏହାକୁ ଲିଡ୍ ବନ୍ଦ କରିକି 10 ମିନିଟ୍ ପର୍ଯ୍ୟନ୍ତ ବସେଇବା। ତାପରେ ବନ୍ଧାକୋବିକୁ ଆମେ ପିତିବାତ୍ୟାରେ ଏପଟ ସେପଟ କରିକି ଓଲଟେଇବା। ଓଲଟେଇ ସାରିଲା ପରେ ଏଥିରେ ମୁଁ ଫ୍ରେଶ୍ ମଟର ଦେଇଦେବା। ଆପଣ ଚାହିଁଲେ ଫ୍ରୋଜେନ୍ ମଟର ବି ଦେଇପାରିବେ। ତ ଫ୍ରେଶ୍ ମଟର ଦେଲା ପରେ ଆମେ ଏଥିରେ ହଳଦୀ ଗୁଣ୍ଡ 1/2 ଟେବୁଲ ସ୍ପୁନ୍ ଆଉ ଦେଇଦେବା ଲୁଣ ଟେଷ୍ଟ ହିସାବରେ। ଦେଇକି ଭଲ ଭାବରେ ମିକ୍ସ କରିଦେବା। ତାପରେ ଘୋଡ଼େଇକି 10 ମିନିଟ୍ ପର୍ଯ୍ୟନ୍ତ ରଖିବା। ତାପରେ ଏଥିରେ ଟମାଟୋ ଏଡ୍ କରିଦେବା ଆଉ ଏଥିରେ ମୁଁ ମ୍ୟାଗି ମସଲା ଦେଇଦେଇଛି। ଦେଇସାରିଲା ପରେ ଭଲ ଭାବରେ ମିକ୍ସ କରିଦେବା ଆଉ 5 ମିନିଟ୍ ପରେ ଆମର ପ୍ରସ୍ତୁତ ହେଇଯିବ ବନ୍ଧାକୋବି ଭଜା। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ।